শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত ষষ্ঠ স্কন্ধ তৃতীয় অধ্যায়। তৃতীয় অধ্যাୟରେ ଯମ ବୈଷ୍ଣବ ଉତ୍କର୍ଷ ବର୍ଣ୍ଣନ। ନିଜ ଦୂତଙ୍କୁ ଶାନ୍ତ କଲେ, ସେମାନେ ବୈଷ୍ଣବ ଭଜିଲେ। ରାଜା ପରୀକ୍ଷିତ ଉବାଚ, ଆପଣା ଦୂତ ବାକ୍ୟ ଶୁଣି କି ବୋଇଲେ ଦଣ୍ଡପାଣି। ଯମରାଜାର ଆଜ୍ଞାହତ, ଯେଣୁ ହୋଇଲା ବିପରୀତ। ବିଷ୍ଣୁ ଦୂତରେ ଯମଦୂତ, ଯେଣୁ ହୋଇଲେ ପରାଜିତ। ଯାହାର ବଶ ସର୍ବଜନେ, ଏତ ବିଚିତ୍ର ମୋର ମନେ। ଯମଦଣ୍ଡର ଭଗ୍ନ କାହିଁ, ପୂର୍ବେ ଶୁଣିଲା କେହି ନାହିଁ। ଏତ ସଂଶୟ ଅଦଭୂତ, ଭୂମୁନି କହିବା ତଦନ୍ତ। ତୁମ୍ଭର ତହୁଁ ଅନ୍ୟ କେହୁ, ସଂଶୟ ଛେଦିବ ମୋ ତହୁଁ। ବାଦରାୟଣୀ ଉବାଚ, ବିଷ୍ଣୁଦୂତରେ ଯମଦୂତ, ଯେଣୁ ହୋଇଲେ ପରାଜିତ। ଯମର ଛାମୁରେ ମିଳିଲେ, ସକଳ ବାରତା କହିଲେ। ଯମଦୂତ ଉବାଚ, ସଂସାରେ ଜନ୍ତୁ ଛନ୍ତି ଯେତେ, ଏହାଙ୍କ ଶାସ୍ତା ଅବା କେତେ। ତ୍ରିବିଧ କର୍ମ ଯେ କରନ୍ତି, କାତହୁଁ ସେ ଫଳ ଭୁଞ୍ଜନ୍ତି। ଯେବେ ଏ ଅଖିଳ ଲୋକର, ଦଣ୍ଡର କରତା ଅପାର। କାହାର ମୃତ୍ୟୁ ଅବା କାହିଁ, ଅମୃତ ଅଛି ଅବା ନାହିଁ। କର୍ମର ବଶ ହୋଇ ଜନ୍ତୁ, ଶାସ୍ତି ଲଭନ୍ତି କର୍ମ ହେତୁ। ତେଣୁ ଏ ଶାସ୍ତା ଏକ ଜଣ, ଯେନେ ଦୁଷ୍ଟ ଶାସ୍ତା ରାଜନ। ଏଣୁ ଅଶେଷ ଜନ୍ତୁଙ୍କର, ତୁମ୍ଭେ ଯେ ଶାସ୍ତା ଦଣ୍ଡଧର। ଈଶ୍ୱର ମାନଙ୍କ ଈଶ୍ୱର, ଶୁଭ ଅଶୁଭର ଠାକୁର। ତୁମ୍ଭର ଦଣ୍ଡ ଏବେ ନାହିଁ, ପାପିଷ୍ଟ ଜନଙ୍କର ତହିଁ। ଅଦ୍ଭୁତ ସିଦ୍ଧ ଚାରିଜଣ, ତୁମ୍ଭଙ୍କୁ କଲେ ଅବଜ୍ଞାନ। ତୁମ୍ଭ ଆଦେଶ ଘେନି ଶିରେ, ଆମ୍ଭେ ଆଣୁଥିଲୁ ପାପିରେ। ଯାତନା ଗୃହକୁ ଆଣନ୍ତେ, ମୋଚନ କରିଣ ତୁରିତେ। ପାଶକୁ ଛେଦିଲେ ପ୍ରତ୍ୟକ୍ଷେ, ସେ ସିଦ୍ଧେ ଗଲେ ଅନ୍ତରୀକ୍ଷେ। ତାହାଙ୍କୁ ଜାଣିବାର ପାଇଁ, ଇଚ୍ଛା କରିଛୁ ଦଣ୍ଡ ସାଇଁ। ଶୁଣିବା କ୍ଷମ ହେଉ ଯେବେ, ଏ କଥା କହ ପ୍ରଭୁ ତେବେ। ଯେ କ୍ଷଣେ ସେ ପାପୀ ଦୁର୍ଜନ, ଉଚ୍ଚାର କଲା ନାରାୟଣ। ତକ୍ଷଣେ ଆସି ସେ ମିଳିଲେ, ଭୟ ନ କର ହୋ ବୋଇଲେ। ବାଦରାୟଣୀ ଉବାଚ, ଦୂତଙ୍କ ବାକ୍ୟ ଶୁଣି ଯମ ଆନନ୍ଦେ ହରଷ ବଦନ। ଶ୍ରୀ ବିଷ୍ଣୁ ଅଭୟ ଚରଣ, ତକ୍ଷଣେ କରି ସୁମରଣ। ଅତ୍ୟନ୍ତ ପ୍ରୀତ ହୋଇ ମନେ, ବୋଲଇ ଶୁଣ ଭୃତ୍ୟ ଗଣେ। ଯମ ଉବାଚ,
ମୋତହୁଁ ଅନ୍ୟ ଶ୍ରେଷ୍ଠ ପୁଣ ଜଗତ ଯାହାର ଭିଆଣ ସୁତାରେ ଜହ୍ନେ ବସ୍ତ୍ର ହୋଇ ବିଶ୍ୱତେ ମନ୍ତ ତାର ତହିଁ ଯାହାର ଅଙ୍ଗରୁ ଜଗତ ଜନ୍ମ ପାଳନ ପୁଣି ହତ ଯାହାର ନାମ ତତ୍ତ୍ୱଗୁଣ ବନ୍ଧନ କରେ ପ୍ରାଣୀ ମନ ରଜୁରେ ଜେହ୍ନେ ଗୋରୁ ଥାଇ କେଣିକି ନ ପାରଇ ଯାଇ ନିୟମ ଡୋରେ ତାହାଙ୍କର ବନ୍ଧା ହୋଇଛି ଚରାଚର ନାନା କର୍ମରେ ବନ୍ଧା ହୋଇ ଜଗତ ଯାହାକୁ ସେବଇ ମୁହିଁ ମହେନ୍ଦ୍ର ନୈଋତି ବରୁଣ ଆଦି ଦିଗପତି ସୋମ ନଳ ମହେଶ୍ୱର ପବନ ବ୍ରହ୍ମା ଦିବାକର ବିଶ୍ୱେ ଦେବାଜେ ବସୁ ଯେତେ ରୁଦ୍ର ମରୁଦ୍ଗଣ ସହିତେ ସିଦ୍ଧ କିନର ଆଦି କରି ସଂସାରେ ଯେତେ ଅଧିକାରୀ ସଂସାର କର୍ତ୍ତା ଆଉ ଯେତେ ଭୃଗୁ ଆଦି ଋଷି ସହିତେ ଏ ଆଦି ଯେତେକ କହିଲୁ ତାହାର ମାୟା ନ ଜାଣିଲୁ କେବା ଜାଣିବ ତା ମହିମା ପ୍ରଭୁର ନାମ ଗୁଣ ସୀମା ଇନ୍ଦ୍ରି ହୃଦୟ ବାକ୍ୟ ମନେ ଯାହାକୁ ନ ଜାଣନ୍ତି ଜନେ ସର୍ବ ଶରୀରେ ଆତ୍ମା ରୂପ ଯେ ଇନ୍ଦ୍ରିୟଙ୍କର ଅଧିପ ସେ ପ୍ରଭୁ ଆତ୍ମତନ୍ତ୍ରେ ଥାଇ ସଂସାର ଚେଷ୍ଟା ସେ କରଇ ତାହାର ଦୂତ ଗଣେ କରି ତାହାର ରୂପ ଗୁଣ ଧରି ସଂସାରେ ନିର୍ଭୟ ବିହରେ ହେଳେ ଅଶେଷ ପ୍ରାଣୀ ତାରେ ଦେବେ ପୂଜିତ ତେଜ ଯୁକ୍ତ ଅତି ଅଦ୍ଭୁତ ବିଷ୍ଣୁ ଦୂତ ଭକ୍ତି ମନ୍ତ୍ର ପ୍ରାଣୀ ମାନଙ୍କୁ ଶତ୍ରୁ ସକାଶରୁ ତାହାଙ୍କୁ ଆମ୍ଭ ଭୟରୁ ସେ ରଖନ୍ତି ସର୍ବତ୍ର ସ୍ଥାନେ ବିରାଜନ୍ତି ବିଷ୍ଣୁ ବିଷୟ ଯେଉଁ ଧର୍ମ ଅଜ୍ଞାତ ଦେବ ଋଷି ଗଣ ସିଦ୍ଧ ସୁର ଯେ ଚାରଣ ମନୁଷ୍ୟ ବିଦ୍ୟାଧର ମାନ ଏ ସର୍ବେ ଜାଣିବେ କେମନ୍ତ ଯାହାର ମହିମା ଅନନ୍ତ ସ୍ୱୟଂଭୁ ନାରଦ କୁମାର ଶିବ କପିଳ ମନୁବର ପ୍ରହ୍ଲାଦ ଜନକ ଭୀଷମ ବଳି ସୁକମୁ ଦ୍ୱାଦଶମ ହେ ଦୂତେ ଶୁଣ ମୋର ବାଣୀ ବିଷ୍ଣୁ ଭକ୍ତି ଏତେ ଜାଣି ଗୁପତ ବିଶୁଦ୍ଧ ଦୁର୍ବ୍ୟୋଧ ଯେ ଧର୍ମ ଜାଣି ମୃତ୍ୟୁ ଛେଦ କୃଷ୍ଣ ଚରଣେ ଯାର ମନ ସଂସାରେ ଶ୍ରେଷ୍ଠ ସେଉ ଜନ ନାମ ଉଚ୍ଚାରନ୍ତି ଯେ ବାରେ ଭକତ ବୋଲି ବୋଲୁ ତାରେ ଭାଗବତର ଧର୍ମବାଣୀ କୋଟିକେ ଗୋଟି ପରିମାଣୀ ହେ ଦୂତେ ଈଶ୍ୱରର ନାମ ମହିମା ଦେଖ ଉଚ୍ଚାରିଣ ଅଜାମିଳ ହିଁ ଯେ ନାମରୁ ମୁକ୍ତ ହେଲା ମୃତ୍ୟୁ ପାଶରୁ ତୁମ୍ଭକୁ ଦେଖି ଭୟ କଲା ନାରାୟଣ ବୋଲି ବୋଇଲା ତକ୍ଷଣେ ସର୍ବ ପାପ ଗଲା ମୋ ପାଶୁ ମୁକ୍ତ ହୋଇଲା ଶ୍ରୀକୃଷ୍ଣ ନାମ ସଂକୀର୍ତ୍ତନ ପ୍ରାଣୀଙ୍କ ପାପ ବିମୋଚନ ଯଜ୍ଞାଦି କରି ମୂଢ଼ମତି ନାନା ପ୍ରକାରେ ପ୍ରବର୍ତ୍ତନ୍ତି ନାମ ମହିମା ନ ଜାଣନ୍ତି ବିଷ୍ଣୁ ମାୟାରେ ମୋହ ହୁଅନ୍ତି ଏମନ୍ତେ ଯେ ପ୍ରାଣୀ ପଣ୍ଡିତ କୃଷ୍ଣ ସୁମରେ ଅବିରତ ତାହାକୁ ମୋର ଦଣ୍ଡ ନାହିଁ ପାତକ ଯେବେ ତାର ଥାଇ সকল পাপ হয়ে ভঙ্গ যেণু ঈশ্বর পর সঙ্গ সমদরসি সাধু জন যে মানে হরি পারায়ণ
ଦେବତା ସିଦ୍ଧ ତାହାଙ୍କର ଯଶ କରନ୍ତି ସୁବିସ୍ତାର। ପରମ ଈଶ୍ୱର ଗଦାରେ ରକ୍ଷିତ ହୁଅନ୍ତି ସେନରେ। ତାହାଙ୍କ ଦଣ୍ଡରେ ମୋହର କେବେ ନାହିଁ ଅଧିକାର। ମୁକୁନ୍ଦ ପାଦ ଅରବିନ୍ଦ ନିତ୍ୟ ଶ୍ରବଇ ମକରନ୍ଦ। ତହିଁ ବିମୁଖ ଯେଉଁ ଜନ ତାହାଙ୍କୁ କରିଣ ବନ୍ଧନ। ଆଣି ତାହାଙ୍କୁ ମୋ ଅଗ୍ରତେ ଯାତନା ଦେବ ବିରତି। ନିର୍ଲୋଭ ଯେ ପରମହଂସ ତାହାଙ୍କୁ ନ କରି ଚିଙ୍ଘାସ। ଗୃହ ବନ୍ଧନେ ମନ ଦେଇ ନିତ୍ୟ ଅସାଧୁ ପଥେ ଥାଇ। ଜିହ୍ୱାରେ ନ ବୋଲଇ ନାମ ନ ଚିନ୍ତେ ଅଭୟ ଚରଣ। କୃଷ୍ଣର ପାଦେ ଶିର ଦେଇ କେବେ ସ୍ତୁତି ନ କରଇ। ବିଷ୍ଣୁର କର୍ମରେ ବର୍ଜିତ ନିରତେ କୁସଙ୍ଗେ ଆଶ୍ରିତ। ଏମନ୍ତ ଭାବେ ଯେତେ ପ୍ରାଣୀ ଯାତନା ଦିଅ ତାଙ୍କୁ ଆଣି। ଏମନ୍ତ ଦୂତ ଆଗେ କହି ଯମ କହନ୍ତି କୃଷ୍ଣ ଧ୍ୟାଇ। ମୋର ଦୂତଙ୍କ ଅପରାଧ କ୍ଷମା କରିବା ପଦ୍ମପାଦ। ଶ୍ରୀହରି ପୁରୁଷ ପୁରାଣ କ୍ଷମା କରନ୍ତୁ ନାରାୟଣ। ପଣ୍ଡିତେ ଯାର ପଦ୍ମପାଦେ ସେବନ୍ତି ନିତ୍ୟ ଅପ୍ରମାଦେ। ତାହାଙ୍କୁ ମୋର ନମସ୍କାର ଏ ଅପରାଧ କ୍ଷମା କର। ଶ୍ରୀ ଶୁକ ଉବାଚ ଏଣୁଟି ହରି ସଂକୀର୍ତ୍ତନ ଜଗତ ମଙ୍ଗଳ କାରଣ। ମହତ ଲୋକମାନଙ୍କର ଏକାନ୍ତ ଭକ୍ତି ନୃପବର। ଈଶ୍ୱର ଉଦାମ ଚରିତ ଶୁଣି ଗାବନ୍ତି ଅବିରତ। ଶ୍ରୀକୃଷ୍ଣ ପାଦ ପଙ୍କଜରେ ଯେ ଜନ ମଧୁପାନ କରେ। ସେ ପୁଣି ମାୟା ବନ୍ଧ ମୋହେ ନ ପଡ଼େ ପାତକ ସମୂହେ। ଅନ୍ୟ ଯେ ଲୋଭ ମୋହେ ପଡ଼ି ରଜତ ମରେ ଥାଇ ଜଡ଼ି। ତାହାର ପୁନ ପୁନ ହୋଇ ରଜତାମସ ଉପଜଇ। ଏମନ୍ତେ ଯମ ବାକ୍ୟ ଶୁଣି ବିଷ୍ଣୁ ମହିମା ପରିମାଣି। ଯମ କିଙ୍କର ଭୟ ଚିତ ବୋଲନ୍ତି ଏକି ବିପରୀତ। ଅଚ୍ୟୁତ ଆଶ୍ରେ ଯେତେ ଜନେ ତାହାଙ୍କୁ ଭୟ କଲେ ମନେ। ସେଦିନ ଠାରୁ ହେ ରାଜନ ଦେଖିଲେ ଭୟେ ହନ୍ତି ଛନ। ମଳୟଗିରି ତଟେ ବସି ହରିଚରିତ ପରଶଂସି। କହିଲେ କୁମ୍ଭ ଜନ୍ମ ମୁନି ଭୂପତ ଇତିହାସ ବାଣୀ। ଦାସ ଜଗନ୍ନାଥ ବୋଲଇ କୃଷ୍ଣ ମହିମା ଯମ କହି। ସୁଜନେ ଶୁଣି ଚିତେ ଧର ଶ୍ରୀକୃଷ୍ଣ ନାମ ଆଶ୍ରେ କର। ଇତି ଶ୍ରୀମଦ୍ଭାଗବତୀ ମହାପୁରାଣୀ ପାରମହଂସ୍ୟା ସଂହିତାୟାଂ ଷଷ୍ଠ ସ୍କନ୍ଧେ ଯମପୁରୁଷ ସମ୍ବାଦେ ତୃତୀୟ ଅଧ୍ୟାୟ।